ଦିଆଯାଇଛି। ସେହି ମାତୃଭାଷା ଯେଉଁ ଦେଶର ବା ଯେଉଁ ରାଜ୍ୟର ମାତୃଭାଷା ଯେତେ ସମୃଦ୍ଧ ଯେତେ ଶକ୍ତିଶାଳୀ ସେହି ଦେଶ ସେତେ ଉନ୍ନତ। ଯଦି ଶିଶୁଟିଏ ବା ବ୍ୟକ୍ତିଟିଏ ନିଜ ମାତୃଭାଷାରେ କହିବାକୁ କୁଣ୍ଠାବୋଧ କରୁଥାଏ ତାହେଲେ ସେହି ଦେଶ ସେ ରାଜ୍ୟ ସେତେ ଦୁର୍ବଳ। ଯଦି ମାତୃଭାଷାରେ ଯେଉଁ ବ୍ୟକ୍ତି ଯେତେ ସମୃଦ୍ଧ ସେ ଦେଶ ସେତେ ଶକ୍ତିଶାଳୀ। ତେଣୁ ମାତୃଭାଷାରେ ବ୍ୟକ୍ତିଟିଏ ମାତୃଭାଷା ମାଧ୍ୟମରେ ତାହାର ମନର ଭାବକୁ ସହଜ ସରଳ ସୁନ୍ଦର ଭାବରେ ପରିପ୍ରକାଶ କରିପାରିଥାଏ। କିନ୍ତୁ ଅନ୍ୟ କୌଣସି ଭାଷାରେ ସେ ସୁନ୍ଦର ସହଜ ଓ ସରଳ ଭାବରେ ପରିପ୍ରକାଶ କରିପାରିନଥାଏ। ତେଣୁ ଆମର ଗଙ୍ଗାଧର ମେହେରଙ୍କ ଭାଷାରେ ମାତୃଭାଷା ମାତୃ ଗଭୀର ମମତା ଜାତୁରେ ଜନନୀ ତାକୁ ଯଦି ଜ୍ଞାନୀ ଗଣରେ ଗଣିତ ସେଇଭଳି ଯେଉଁ ଦେଶର ମାତୃଭାଷା ଯେତେ ସମୃଦ୍ଧଶାଳୀ ସେ ଦେଶ ସେତେ ଉନ୍ନତ କରିଥାଏ। ସେଥିପାଇଁ ଗଙ୍ଗାଧର ମେହେର ମଧ୍ୟ କହିଛନ୍ତି ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କରଲାଗ ନିଜ ମାତୃଭାଷା। ତେଣୁ ଆମେମାନେ ସମସ୍ତେ ଆମ ନିଜ ମାତୃଭାଷା ମାଧ୍ୟମରେ ଆମର ମନର ଭାବନାକୁ ବ୍ୟକ୍ତ କରିବା ଉଚିତ ଏବଂ ଭଲ ଭାବରେ ଆମେ ମାତୃଭାଷା ମାଧ୍ୟମରେ ଆମର କଥା କହିବାର ଶକ୍ତି କଥା କହିବାର ଶୈଳୀ ଏବଂ ମାତୃଭାଷାକୁ ଯେମିତି ସମୃଦ୍ଧ କରିବା ସେଥିପାଇଁ ଚେଷ୍ଟିତ ହେବା ଆବଶ୍ୟକ। ମାତୃଭାଷା ଅନେକ ଅଛନ୍ତି ମାତୃଭାଷାରେ ଦୁର୍ବଳ ଆଉ ଓଡ଼ିଆ ଲେଖି ପାରୁନାହାନ୍ତି ପଢ଼ି ବି ପାରୁନାହାନ୍ତି ଅଷ୍ଟମ ଶ୍ରେଣୀ ଧରିଲେଣି ତଥାପି ବହି ଟିକେ ପଢ଼ି ପାରୁନାହାନ୍ତି। ସେଥିପାଇଁ ଆମର ଏ ପ୍ରୟାସ। ତେଣୁ ଆମ ସରକାର ସବୁବେଳେ ଚେଷ୍ଟା କରୁଛନ୍ତି କେମିତି ଆମ ମାତୃଭାଷା ମାନେ ସମୃଦ୍ଧଶାଳୀ ହେବ। ସେଥିପାଇଁ 2000 ମସିହାର ଫେବୃଆରୀ 21 ତାରିଖଟାକୁ ଆନ୍ତର୍ଜାତୀୟ ଜାତୀୟ ମାତୃଭାଷା ଦିବସ ରୂପେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଏବଂ ପରାମର୍ଶ କ୍ରମେ ତାହା ମଧ୍ୟ ପାଳନ କରାଯାଇ ଆସୁଅଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଆମେ ମାତୃଭାଷାକୁ ସମ୍ମାନ ଦେବା ସମୃଦ୍ଧ କରିବା ଶକ୍ତିଶାଳୀ କରିବା। ଯଦି ଏହା ଆମ ଦ୍ୱାରା ସମ୍ଭବ ନ ହୋଇପାରିବ ତାହେଲେ ଆମ ଦେଶ ମଧ୍ୟ ଦୁର୍ବଳ ହୋଇପଡ଼ିବ ରାଜ୍ୟ ମଧ୍ୟ ଦୁର୍ବଳ ହୋଇପଡ଼ିବ। ତେଣୁ ଆମର ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଆମର ଯେଉଁ ବାହାରିଛି ଯାହାକି ଆମର ଯେଉଁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଅର୍ଥାତ୍ ତୃତୀୟ ଶ୍ରେଣୀ ପାସ୍ କଲା ବେଳକୁ ଯେମିତି ଛୋଟ ପିଲାମାନେ ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାମାନେ ମାତୃଭାଷାରେ ଯେମିତି ପଢ଼ି ପାରୁଥିବେ ଲେଖି ପାରୁଥିବେ ଭାବ ନିଜର ଭାବ ଆଦାନ ପ୍ରଦାନ କରିପାରୁଥିବେ।